ଚତୁର୍ଥ ସ୍କନ୍ଧ ଅଷ୍ଟମ ଅଧ୍ୟାୟ ଅଧା ରହିଗଲା। ତେଣୁ ନେକ୍ସଟ ପରଠୁ ନେକ୍ସଟ ଭିଡ଼ିଓ। ଏବେ ତୋର ମନ ଗତି ଶୁଣି ମୋର ମନ ଅଧିକେ ସ୍ରବଇ ଯେ ଲୋତକ ନୟନ ନଦୀ ପ୍ରାୟ ବହେ ଭାରି କେବେ ନ ରହେ କହ ପୁତ୍ର ଏବେ ମୁଁ କି କରିବି ଉପାଏ ସ୍ୱଭାବ ମୁଁ ଏକ ପୁତ୍ରୀ ରାଜାର ଭବନେ ପ୍ରାଣ ଦେହ ଧରଇ ତୋହର ଦର୍ଶନେ ମୋହର ତୁ ଅନ୍ଧ ଦୃଷ୍ଟି ତୋର ପଛେ ଥାଇ ବାଡ଼ି ହସ୍ତୁ ଗଲେ ଅନ୍ଧ କେମନ୍ତେ ବଞ୍ଚଇ ପୁତ୍ର ଜନ୍ମ ନଇଲା ମୋହର ମନେ ବ୍ୟଥା ତୋର ପ୍ରାପ୍ତି ଅର୍ଥେ କେତେ ପୂଜିଲି ଦେବତା ଏ କୃଚ୍ଛର ଚାନ୍ଦ୍ରାୟଣ ଉପାସୀନ ବ୍ରତ କଲି ସେ ତପସାଧନ୍ତେ ପୁତ୍ର ତୋତେ ମୁଁ ପାଇଲି ତୋର ମୁଖ ଚନ୍ଦ୍ରୋଦୟ ଦେଖି ମୋର ମନ ସମୁଦ୍ର ତରଙ୍ଗେ ପ୍ରାୟ ଉଲ୍ଲୋଳ ନୟନ ଆନନ୍ଦେ ପୟ ଯେ ପୁରେ ମୋର ବେନିସ୍ତନ ଗଳିତ ହୁଇ ଦେଖି ତୋହର ବଚନ ଏ ତୋର ମୁଖ ନ ଦେଖି ମୋହର ଅଙ୍ଗ ତାପେ ତକ୍ଷଣେ ଶୀତଳ ହୁଏ ମିଳିଲେ ସମୀପେ ମୋହର ହୃଦୟରେ ତୁ ନିଦ୍ରିତ ସ୍ତନ୍ୟ ପାନେ ବସ୍ତ୍ର ଆରୋହିତ ଦୁଗ୍ଧ ବୋଧିତ ବଦନେ ତୋହର ଶୀତଳ ବାକ୍ୟ କର୍ଣ୍ଣେ ଶୁଭେ ଯେବେ ସପତ୍ନୀର ବାକ୍ୟ ତାପ ହୃଦୟରେ ନବାଦେ ବିଳମ୍ବ ତୋହର ନିଦ୍ରା ଦେଖି ମୋର ଚିତ୍ତ ପଦ୍ମଜେନେ ଚାହୁଁଥାଇ ସୂର୍ଯ୍ୟର ଉଦିତ ବାଳକ ସଙ୍ଗେ କ୍ରୀଡ଼ା କରିବାର ଅର୍ଥେ ଗୃହରୁ ବାହାର ହୋଇ ମିଳୁ ଯେବେ ପତେ ତୋହର ବିଳମ୍ବେ ହୃଦୟ ଘେନି ସ୍ତନ ମୋର ଉନ୍ମୁଖେ ଝରଇ ଯେନେ ମେଘ ଜଳଧାର ତୁମର ତପସ୍ୟା ଅର୍ଥେ ଯେବେ ଶିବୁ ହଟେ ମୋର ପଞ୍ଚ ପ୍ରାଣ ଯେ ମିଳିବ କଣ୍ଠ ତଟେ ଅତି ତପେ ତାପିବି ଯେ ତୋହର ଗମନେ ଏକାନ୍ତକୁ ମୋର ମଣି ଜନନୀ ବଚନେ ଏ ବିଷ୍ଣୁର ପୟରେ ହୃଦୟ କରି ନମସ୍କାର ଏ ମଙ୍ଗଳ ମୁହୂର୍ତ୍ତେ ଧ୍ରୁବ ହୋଇଲା ବାହାର ଏ ଜନନୀର ମନ ଯେ ପୁତ୍ରର ପଛେ ଗଲା ଚଳନ୍ତେ ରାଜାର ପୁରେ କେହି ନ ଦେଖିଲା ବାଳକ ବାଳ ଆଦିତ୍ୟ ପ୍ରାୟ ପଥେ ଯାନ୍ତେ ଅନୁକୂଳ ପବନ ବହିଲା ଅକସ୍ମାତେ ପବନେ ଚଳିତ ବନ ଲତା ତରୁଗଣ ହସ୍ତ ପ୍ରସାରିଲା ପ୍ରାୟ କରନ୍ତି କଲ୍ୟାଣ କାନନେ ପଶିଲେ ଧ୍ରୁବ ଗୋବିନ୍ଦ ସୁମରି ଜନନୀ ଚରଣ ବେନି ହୃଦୟ ଗତେ ଧରି ଏ ଭୂମି କିୟ ନାହିଁ ଯେ ଅନେକ ଦୂର ଗଲା ଗହନ କାନନ ରାଜ ପଥ ନ ଜାଣିଲା ନଭ କ୍ଷୀଣ ତୃଷିତ ବାଧିତ ଦୁଃଖ ମନେ ବୃକ୍ଷ ମୂଳେ ବସିଲା ଆଦିତ୍ୟ ଅବସାନେ ବାଳକ ଭାବଇ ମନେ ଦଶ ଦିଗ ଚାହିଁ କାହାକୁ ପୁଛିବି ମୋର ସଙ୍ଗେ କେହି ନାହିଁ ବେନି ଚକ୍ଷୁ ବୁଝି ଯେ କୃଷ୍ଣକୁ ସୁମରଇ ବଣ ଜନ୍ତୁ ଭୟ ଧ୍ରୁବ ପୁଣି ହିଅ ନାହିଁ ତାର ପୂର୍ବ ତପ ବଳେ ସେ ଘୋର କାରଣରେ ସାୟଂକାଳେ ସମୀପେ ମିଳିଲେ ମୁନି ମାନେ ପର୍ବତ କାନନେ ଦ୍ରୁମ ଜଳ ଅଗ୍ନିପତେ ବାଳ ବୃଦ୍ଧ ବନିତା ଦୁର୍ବଳ ବ୍ୟାଧିଗ୍ରସ୍ତେ ପୂର୍ବ ଭାଗ୍ୟେ ଥିଲେ ପ୍ରାଣୀ ଦୁଷ୍କରୁ ତରନ୍ତି ଭାଗ୍ୟହୀନେ ଗୃହେ ଯତ୍ନ କରନ୍ତେ ମରନ୍ତି ଏ ଦେଖ ତାର ଭାଗ୍ୟ ବଳ ସପ୍ତ ଋଷି ଗଣେ ସମୀପେ ମିଳିଲେ ଆସି ଭୟଙ୍କର ବନେ ରାଜାର କୁମର ବା କାହିଁ ବନବାସ ଦୈବର ଘଟନ ଦେଖ ଧର୍ମର ବିଶ୍ୱାସ ଏଣୁ ନିଜ କର୍ମକୁ କରିବ ନମସ୍କାର ଯାହାର ଉପରେ ନାହିଁ ପ୍ରଭୁ ଅଧିକାର ଯାହାର ଯେ ଶୁଭାଶୁଭ ପୁଣ୍ୟ ଫଳ ଥାଇ ମନେ ନ କଳ୍ପିଲେ ଅକସ୍ମାତେ ସେ ମିଳଇ ଭବିଷ୍ୟତର ଯୁବନ୍ଦେ କରି ଆକର୍ଷଣ ନାନା ସ୍ଥାନେ କରୁଥାଇ ଭବିଷ୍ୟ କାରଣ ଶରୀର ସମ୍ପଦ ଚିତ୍ତ ବିବିଧ ଚେଷ୍ଟିତ ତେଜ ବଳ ଉଦ୍ୟମ ସେ ସହାୟ ପ୍ରମତ ପୁଣ୍ୟ ବଳ ଥିଲେ ସେ ସମସ୍ତ ଫଳ ପାଇ ପୂର୍ବେ ନ ଅର୍ଜିଲେ ଲାଭ ନ ପାଇବଟି କାହିଁ ଚକ୍ଷୁମଳି ଚାହାନ୍ତେ ଦେଖିଲା ମୁନିଗଣ ତେଜ ବିରାଜଇ ଯେନେ ସୂର୍ଯ୍ୟର କିରଣ ଭାଗ୍ୟଜାତ ଆକ୍ରୋଶେ ମିଳିଲେ ସର୍ବମୁନି ଲଲାଟେ ତିଳକ ଦଣ୍ଡ ପ୍ରଭା କରେ ଘେନି କୃଷ୍ଣାଜୀନ ପରିଧାନ ପବିତ୍ର ଉତ୍ତରୀ ଏ ଉନ୍ମିଳ ଲୋଚନେ ଅକ୍ଷ ସୂତ୍ର ଦଣ୍ଡଧାରୀ ଅକସ୍ମାତେ ମିଳିଲେ ଅଗାଧ କ୍ଷୀର ନିଧି ଆଦିମାତା ଜାଣି ଜ୍ଞାନ ଗୁଣେ ପ୍ରସିଦ୍ଧି ଅମୃତ ବଚନ କି ବଦନେ ବରସନ୍ତି କ୍ଷୀର ନିଧି ମଧ୍ୟ ରାସ ପ୍ରାୟ ସେ ଦିଶନ୍ତି ଏମନ୍ତ ମୁନିକୁ ଧ୍ରୁବ ସନ୍ନିଧ୍ୟରେ ଦେଖି ସମ୍ଭ୍ରମେ ଚିତ୍ତ ଉଠିଲା ଆସନ ଉପେକ୍ଷି କପାଳେ କର ସମ୍ପୁଟ ଦେଇ ଦୃଢ଼ ମନେ ମୁନିକୁ ପ୍ରଣାମ କଲା ହରସ ବଦନେ ଆନନ୍ଦେ ମୁନି କପାଦେ ଧ୍ରୁବ କର ଯୋଡ଼ି କହଇ କୋମଳ ବାଣୀ ବିନୟ ଆଚରି ଉତ୍ତାନ ପାଦ ବୀର୍ଯ୍ୟରେ ସୁନୀତି ଉଦରେ ଶରୀର ବହିଲି ମୁହିଁ ଏ ଘୋର ସଂସାରେ
ଏ ଧ୍ରୁବ ନାମ ବୋଲାଇ ଅଧ୍ରୁବ ନାମ ମୋର ନିର୍ମଳ ମାନସେ ମୁହିଁ ମନ୍ଦିରୁ ବାହାର ଅନାଥ ହୋଇ ମିଳିଲି ଏ ଘର କାନନେ ସନାଥ ହୋଇଲି ଏବେ ତୁମ୍ଭ ଦର୍ଶନେ ନିରାଶ ଶରୀର ମୋର ଏଣେ କାର୍ଯ୍ୟ ନାହିଁ ବଞ୍ଚିତ ହୋଇଲି ନୃପ ସିଂହାସନେ ମୁହିଁ ପୂର୍ବେ କୋଟି ଜନ୍ମେ ମୁଁ ନ କଲି ତପରାଶି ଏବେ କଲି ଚିତ୍ତ ନୃପ ସିଂହାସନେ ବସି ଏଣୁ ମୁଁ ନିରାଶ ଚିତ୍ତେ ପଶିଲି ବନସ୍ତେ ସ୍ଥିର ଭାବେ ମନ ମୌନ ରହେ ଅନ୍ତର୍ଗତେ ହେମନ୍ତ ଧ୍ରୁବର ବାଣୀ ଶୁଣି ମୁନି ଗଣେ ତାର ମୁଖ ଚାହିଁ ସେ କହନ୍ତି ଜଣେ ଜଣେ ସ୍ୱଭାବେ ମଧୁରାକୃତି ଦେଖି ତା ବଦନ ସୁଧାରୁ ଅଧିକ କହେ ମଧୁର ବଚନ ଅତି ଦୟା ଚିତ୍ତେ ବସି ଧ୍ରୁବର ସମୀପେ ଦୟା ଚିତ୍ତେ ମୁନିଏ ବୋଲନ୍ତି ଏକେ ଏକେ ଋଷିରୁବାଚ ଆହେ ବାଳ ବିଶାଳାକ୍ଷ ମହିରାଜ ସୁତ ବିଚାରି ନ ପାରିଲୁ ତୋର ଅନ୍ତର୍ଗତ ନିବେଦନ କାରଣ ଆମ୍ଭର ଆଗେ କହ ତୋର ବାକ୍ୟ ଆମ୍ଭକୁ ହିଁ ଲାଗିଲା ସନ୍ଦେହ ସ୍ୱଭାବେ ବାଳକ ତୋର ଅର୍ଥ ଚିନ୍ତା ନାହିଁ ରାଜପୁରେ ଜନନୀର ସଙ୍ଗେ ଥାଉ ତୁଇ ଆଦିବ୍ୟାଧି ନ ଦେଖି ତୁ ତୋର ଶରୀରେ ନିବେଦ୍ୟ କାରଣ କହ ଆମ୍ଭର ଆଗରେ ଏ ଯୁବା କାଳେ ଭୋଗ ଯେବେ ନ ପାଆନ୍ତି ନରେ ସ୍ୱଭାବେ ବୈରାଗ୍ୟ ଜନ୍ମ ହୁଅଇ ଶରୀରେ ଏ ସପ୍ତଦୀପ ମଧ୍ୟରେ ତୁ କୁମର ସ୍ୱଭାବେ କି କାରଣେ କାନନେ ପଶିଲୁ ବାଳ ଭାବେ ଏ ଯୁବା ନୋହୁ ବୃଦ୍ଧା ନୋହୁ ବ୍ୟାଧି ଦେ ନାହିଁ ଏ ବାଳ କାଳେ ଅରଣ୍ୟ ପଶିଲୁ କାହିଁ ପାଇଁ ଏମନ୍ତ ପ୍ରକାରେ ଶୁଣି ମୁନିକ ବଚନ ଗଦ ଗଦ ବାକ୍ୟ କହେ ନୃପତି ନନ୍ଦନ ଶୁଣ ଏ ସକଳ ବ୍ରହ୍ମ ମୁନି ଗଣେ ଧୀରେ ନିବେଦ୍ୟ କାରଣ କହେ ତୁମ୍ଭର ଛାମୁରେ ଏ ରାଜସେବା ଅର୍ଥେ ମୋତେ ଜନନୀ ପେଶିଲା ମୋର ଧାତ୍ରୀ ପିତା ଆଗେ ନେଇ ବସାଇଲା ପିତାଙ୍କ ଚରଣେ ମୁହିଁ ନମସ୍କାର କରି ଉଭା ହୋଇଛି ମୁଁ ଧାତ୍ରୀର ବସ୍ତ୍ର ଧରି ମୋର ଭାଇ ଉତ୍ତମକୁ ଦେଖି ପିତା କୋଳେ ମୁହିଁ ବସିବାକୁ ଯାଇ ଧଇଲି ଅଞ୍ଚଳେ ତାହା ଦେଖି ନ ସୁରଚି ମୋ ମାତା ସପତ୍ନୀ ଅନେକ ବର୍ଷନା କଲା ସହୁତୁଣୀ ଘେନି ଆପଣା ପୁତ୍ରକୁ କଲା ଉତ୍ତମ ସ୍ୱଭାବେ ଅନେକ ନିନ୍ଦିଲା ମୋତେ ନିନ୍ଦିତ ପ୍ରସ୍ତାବେ ଅଭାଗିନୀ ଗର୍ଭେ ହେଲା ଜନମ ତୋର ଦେଖ ଅତି ଭାଗ୍ୟବନ୍ତ ମୋହର କୁମର ଏ ଗର୍ଭେ ଜନ୍ମିଲେ ନୃପ ସିଂହାସନେ ପାଇ ମୋର ଗର୍ଭେ କିମ୍ପା ଜନ୍ମ ନ ଲଭିଲୁ ତୁଇ ଏ ତୋହର ମାତାର ପୂର୍ବେ କିଛି ପୁଣ୍ୟ ନାହିଁ ସେ ଗର୍ଭେ ଜନ୍ମିଲେ ସୁଖ ଲଭିବୁ ତୁ କାହିଁ ଦୁର୍ଭାଗୀର ପୁତ୍ର ହୋଇ ନୃପ ସିଂହାସନେ ତୋର ପୁଣ୍ୟ ନାହିଁ ଏବେ ବସିବୁ କେଶନେ ହେମନ୍ତ ପ୍ରକାରେ ମୋର ମାତା ନିନ୍ଦା କଲା ଧିକ ଧିକ ଜନ୍ମ ବୋଲି ବହୁ ଝିଙ୍କାସିଲା ମୁଁ କାନ୍ଦି କହିଲି ନିଜ ଜନନୀ ଅଗ୍ରତେ ତପ କରିବାକୁ ମାତା ଆଜ୍ଞା ଦେଲେ ମୋତେ ବୋଇଲେ ସଂସାରେ ସାର ତପସ୍ୟା ଚରଣ ଉଚ୍ଚ ନିଚ ମଧ୍ୟ ଦେଖ ସଂସାର ଧାରଣ ନୃପ ସିଂହାସନେ ଯେବେ ବାଞ୍ଛା ଅଛି ତୋର ଏବେ ନର ଦେହେ ପୁତ୍ର ତପସିଦ୍ଧ କର ହେମନ୍ତ ଜନନୀ ମୁକୁ ଉପଦେଶ ପାଇ ତପସାଧେ ଘର ଭନେ ପ୍ରବେଶ ହୋଇଲି ଏ ନିବେଦନ କାରଣ କହିଲି ତୁମ୍ଭ ଆଗେ ପଶିବନେ ଭାଳ ମୁଁ ବାଳକ ସ୍ୱଭାବେ ହେମନ୍ତ ଧ୍ରୁବର ବାକ୍ୟ ମୁନି ଗଣେ ଶୁଣି ଅନାନରେ ଚାହିଁ ସେ କହନ୍ତି ମନେ ଗୁଣି ଦେଖ ଏ କ୍ଷତ୍ରିୟ ତେଜ ସଂସାରେ ଦୁଶ୍ଚର ପୁଣି ଧ୍ରୁବ ମୁଖ ଚାହିଁ କହନ୍ତି ମଧୁର ଆମ୍ଭର କି ସାଧ୍ୟ କର୍ମ ତୋର ଉପକାର ନିଶ୍ଚୟ କରିଣ କହ ଆମ୍ଭର ଆଗର ତୋର ମନ ରଥ ଆମ୍ଭେ ଜାଣିବୁ କେମତେ ଭ୍ରାନ୍ତି ଛାଡ଼ି କରି କହ ଆମ୍ଭର ଅଗ୍ରତେ ଶୁଣିବା ବହୁ ଜନେ ମୋର ମନ ରଥ ପିତାର ଦୁର୍ଲଭ ପୁତ୍ର ଉତ୍ତମ ମୋ ଭ୍ରାତ ପିତାର ସମୀପେ ବସେ ନୃପ ସିଂହାସନେ ତାହାକୁ ମୋହର କିଛି ଆନ ନାହିଁ ମନେ ତୁମ୍ଭେ ମୋତେ ସାହା ହୁଅ ଏ ଘୋର ବା କାନନେ ଉପଦେଶ କହ ମୁନି ନିସ୍ତରେ ଯେ ସନେ ଶରୀର ବାଳକ ମୋର ବୁଦ୍ଧି ବାଳ ନୁହେଁ କହିଲି ତୁମ୍ଭର ଆଗେ ଚିତ୍ତର ନିର୍ଣ୍ଣୟେ ମୋର ମନ କହେ ତୁମ୍ଭେ ଶୁଣ ମୁନି ଗଣେ ଯେବେ ଅହଙ୍କାରେ ମୁଁ ପଶିଲି ଘୋର ବନେ ଯେ ପଦକୁ ପୂର୍ବେ ତପେ କେହି ଭଲା ହୁଏ ନାହିଁ ଇନ୍ଦ୍ର ଆଦି ଦେବତାଙ୍କୁ ଗୋଚର ନୁହଁ ତ୍ରିଲୋକ ଉପରେ ସର୍ବବନ୍ଦିତ ଯେ ସ୍ଥାନ ତହିଁ ବସିବି ନିଶ୍ଚିନ୍ତେ କହ କଳ୍ପଇ ମୋ ମନ ମୋର ପିତୃ ପିତାମହ ଯାହା ନ ପାଇଲେ କଳ୍ପ କଳ୍ପାନ୍ତରେ ଯାହା ନ ପାଇଲେ ବୋଲେ ସେ ଭୁବନେ ଯେଉଁ ଭାବେ ବସିବଇ ମୁଇଁ ତହିଁର ଉପାୟ ମୋତେ କହ ଭାବଇ ଧନ ରାଜ୍ୟ ଭୋଗ ମୋର ପ୍ରୟୋଜନ ନାହିଁ ଏତେ କହି ମୁନିକ ଚରଣେ ପ୍ରଣମୟୀ ଏ ଧ୍ରୁବନ ବଚନ ଶୁଣି ସର୍ବମୁନି ଗଣ ଅନନ୍ୟରେ ମିଳି ସେ କହନ୍ତି ତୋଷ ମନେ ମରିଚୁବାଚ ଏ ଶୁଣ ହରୂପ ନନ୍ଦନ କହୁ ତୋର ଆଗେ ଯେ ସର୍ବବେଦ ପୁରାଣ ଶାସ୍ତ୍ର ଅନୁଭବେ
ବିଷ୍ଣୁର ଚରଣ ସେବା ଯେ କରେ ନିଶ୍ଚୟ ଇହ ପର ଲୋକେ ସେ ବାଞ୍ଛିତ ଫଳ ପାଏ। ଅନ୍ୟ ଦେବଙ୍କର ବର ଅନୁଭବେ ସ୍ମରେ ବିଷ୍ଣୁର ପ୍ରସନ୍ନେ ଭୋଗ ଭୁଞ୍ଜେ ନିରନ୍ତରେ। ଅତ୍ରିରୁବାଚ ଅତ୍ରି କହେ ଶୁଣ ବାବୁ ସୁନୀତି କୁମର ନାରାୟଣ ସନ୍ତୋଷେ ନିର୍ମଳ ତପ କର। ସେ ନାରାୟଣ ପ୍ରଭୁ ଯାହାକୁ ତ ସୋଇ ମନର ବାଞ୍ଛାକୁ ସେ ଅଧିକେ ଫଳ ପାଇ। ଅକ୍ଷୟ ସ୍ଥାନରେ ତୁ ପାଅ ଅଧିକାର ବିଘ୍ନ କରି ନ ପାରନ୍ତି ଶିବ ସିଦ୍ଧ ସୁର। ଏ ସତ୍ୟ ବଚନ ମୋର କର ହରି ଧ୍ୟାନ ଅଳ୍ପ ଦିନେ ଲଭିବୁ ଅକ୍ଷୟ ଦିବସ୍ଥାନ। ଅଙ୍ଗିରାବାଚ ଅଙ୍ଗିର କହନ୍ତି ଶୁଣ ନୃପତି କୁମର ଭାବେଣ ଗୋବିନ୍ଦଙ୍କ ଚରଣେ ଆଶ୍ରୟ କର। ଏ ବିଶ୍ୱବାହ୍ୟାନ୍ତରେ ଯାହାର ନିବାସ ଆତ୍ମା ରୂପେ ସର୍ବଭୂତେ ଯାହାର ଅଭ୍ୟାସ। ଅବସ୍ଥାନେ ବସିବାକୁ ଇଚ୍ଛା ଯେବେ ତୋର ସର୍ବଭାବେ ବିଷ୍ଣୁର ଚରଣେ ଆଶ୍ରୟ କର। ପୁଲହବାଚ ପରମ ବ୍ରହ୍ମ ପରମ ଧାମ ପରାପର ନାହିଁ ବିଶ୍ୱବାହ୍ୟ ଅଭ୍ୟନ୍ତରେ ଯାହାର ବିଶ୍ୱ ଦେଇ। ସେ ହରି ଚରଣେ ଆଶ୍ରୟ କର ଦୃଢ଼ ଚିତ୍ତେ ତ୍ରୈଲୋକ୍ୟ ଦୁର୍ଲଭ ସ୍ଥାନ ଲଭିବୁ ଯେ ମନ୍ତେ। କ୍ରତୁବାଚ କ୍ରତୁ କହେ ଶୁଣ ବୀର ମୋହର ବଚନ ଯେ ଯଜ୍ଞ ପୁରୁଷ ଭୁଞ୍ଜେ ତ୍ରିଭୁବନ। ତାହାର ପ୍ରସନ୍ନେ ଯେ ଦୁର୍ଲଭ ଲଭେ ପ୍ରାଣୀ ମୁଁ ଏହା ଜାଣଇ ସର୍ବଶାସ୍ତ୍ର ପରିମାଣୀ। ପୌଲସ୍ତ୍ୟବାଚ ପୌଲସ୍ତ୍ୟ କହନ୍ତି ଧ୍ରୁବ ଶୁଣ ଏକ ଚିତ୍ତେ ଇନ୍ଦ୍ରାଦି ଦୁର୍ଲଭ ସ୍ଥାନ ଲଭିବୁ କେମନ୍ତେ। ଘୋର ତପେ ବିଷ୍ଣୁର ଚରଣେ ଆଶ୍ରୟ କର ଦୁର୍ଲଭ ଆସନେ ବସି ଭୁଞ୍ଜ ଭୋଗ ସାର। ବଶିଷ୍ଠବାଚ ବଶିଷ୍ଠ କହନ୍ତି ଶୁଣ ନୃପତି ନନ୍ଦନ ତୋପ ବଳେ ବାସୁଦେବ ଦୃଢ଼େ କର ଧ୍ୟାନ। ପରମ କୈବଲ୍ୟ ଦାତା ପ୍ରଭୁ ଚକ୍ରଧର ତାହାର ପ୍ରସନ୍ନେ କି ଦୁର୍ଲଭ ଗୋଚର। ଧ୍ରୁବବାଚ ଏ ଶୁଣିବେନି କରି ଧ୍ରୁବ ଶିରେ ଦେଇ ତ ସେ ପୁନଃ ପୁନଃ ପ୍ରଣମିଲା ଭକ୍ତିର ବିଶ୍ୱାସେ। ଏ ତୁମ୍ଭ ଉପଦେଶେ ଯେବେ ହରିଙ୍କୁ ଭଜିବି ଉପାୟ କହିବା ମୋତେ କେମନ୍ତେ ପାଇବି। ସାଂଖ୍ୟ ଯୋଗେ କିବା ଜପ ତପ ମନ୍ତ୍ର ଧ୍ୟାନେ ପ୍ରାଣାୟାମ ବଳେ କିବା ନିଶ୍ଚଳେ ଆସନେ। କେମନ୍ତେ ପାଇବି ଅଳ୍ପ ଦିନେ ତପ କରି ସ୍ୱଭାବେ ବାଳକ ମୁହିଁ ଦୁଃଖୀ ଦୁରାଚାରୀ। ଯେ ଆରାଧନେ ଭଜିବି ହରିଙ୍କ ଚରଣ ପ୍ରସନ୍ନ ବଦନ ମୋତେ କହ ମୁନିଗଣ। ଋଷିଗଣ ଏମନ୍ତ ବାଳକ ବାକ୍ୟ ଶୁଣି ସପ୍ତ ଋଷିଗଣେ ଏକ ଚିତ୍ତେ ପରିମାଣୀ। ଋଷୟଚୁ କହନ୍ତି ହେ ଧ୍ରୁବ ଶୁଣ ନିର୍ମାଣ ପ୍ରକାର ଯେଉଁ ଆରାଧନେ ବହୁ ନିସ୍ତରନ୍ତି ନର। ପ୍ରତ୍ୟାହାର ବିଷୟ ବଳେ ସେ ଇନ୍ଦ୍ରିଗଣ ବାହାର ଭିତରେ ମନେ କରନ୍ତି ଗମନ। ଇନ୍ଦ୍ରିକ ବିଷୟ ମନ ନିଶ୍ଚଳେ ନିରୋଧୀ ଗୁରୁ ବାକ୍ୟ ସାଧନ ବିଧାନ ଏ ପ୍ରସିଦ୍ଧି। ଜାଗ୍ରତ ସ୍ୱପ୍ନ ମଧ୍ୟରେ ଧୁରୀୟ ଭୂମି ସ୍ଥାନେ ପଞ୍ଚ ପ୍ରାଣ ନିରୋଧନ କର ତତ୍ତ୍ୱ ଜ୍ଞାନେ। ବାହ୍ୟ ଅନ୍ତେ ଜଳ ଗଟେ ଗଗନ ଯେ ସନେ ସେହି ଭାବେ ସର୍ବ ଗଟେ ଦେଖି ଦିବ୍ୟ ଜ୍ଞାନେ। ନାଭି ଚକ୍ର ଊର୍ଦ୍ଧ୍ୱେ ଦେଖ ଦଶ ହିଁ ଅଙ୍ଗୁଳେ ପୀତବର୍ଣ୍ଣ ପ୍ରାୟ ଦିଶେ ହୃଦୟ କମଳେ। ଦ୍ୱାଦଶ ପାଖୁଡ଼ା ମଧ୍ୟ ଷଡ଼ଯେ କେଶର ଅଗ୍ନି ଚନ୍ଦ୍ର ସୂର୍ଯ୍ୟ ଦିଶେ ମଣ୍ଡଳ ଆକାର। ତାର ମଧ୍ୟ ଧ୍ୟାନ କରି ଚିନ୍ତ ଦିବ୍ୟ ରୂପ ସର୍ବଭୂତାଶୟ ଯେ ପୁରୁଷ ଉତ୍ତମ କଳ୍ପ। ସେହି ସ୍ଥାନେ ବସତୁ ଆସନ ଦୃଢ଼ କରି ନାରାୟଣ ମନ୍ତ୍ର ଯେ ଜପତୁ ହୃଦେ ଧରି। ଏହି ମନ୍ତ୍ର ପୂର୍ବେ ଜପି ସ୍ୱୟଂଭୁବ ମନୁ ସୃଷ୍ଟି ହେତୁ ସାଧ୍ୟ କଲା ବ୍ରହ୍ମା ନିଜ ତନୁ। ସାଧୁ ଜନେ ଏହି ଭାବେ କର ଦୃଢ଼ ଚିତ୍ତ ସଂସାର ନିସ୍ତାର କହେ ବିପ୍ର ଜଗନ୍ନାଥ। इति श्रीमद्भागवते महापुराणे परमहंस्यां संहितां वैयासिक्यां चतुर्थ स्कन्धे ध्रुवचरिते नाम अष्टमोऽध्यायः। बोल आनंदे कवार हरि हरि बोल।